ODM ଇଣ୍ଟରନ୍ୟାସନାଲ ସ୍କୁଲରେ ପାଳିତ ହେଲା ବାର୍ଷିକ ଉତ୍ସବ। ଅନୁଗୁଳ ଜିଲ୍ଲାରେ ରହିଛି ଏକ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ODM ଇଣ୍ଟରନ୍ୟାସନାଲ ସ୍କୁଲ, ଯେଉଁ ସ୍କୁଲ କି ଅନୁଗୁଳ ଜିଲ୍ଲାର ଏକ ଉନ୍ନତ ମାନର ଶିକ୍ଷାଦାନ କରିଥିବା ଜଣାଶୁଣା ଶିକ୍ଷା ଅନୁଷ୍ଠାନ। ଏହି ଶିକ୍ଷା ଅନୁଷ୍ଠାନରେ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରି ନିଜ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅଭିଭାବକ ଗହଣରେ ମଧ୍ୟ ଏହି ଶିକ୍ଷା ଅନୁଷ୍ଠାନ ଉପରେ ଅଗାଢ଼ ବିଶ୍ୱାସ ରହିଆସିଛି। ଶିକ୍ଷା ଗ୍ରହଣ ସମୟରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଦିଗରେ ଶିକ୍ଷା ଦେଇ ସମାଜର ଜଣେ ଆଦର୍ଶ ନାଗରିକ ତିଆରି କରିବା ପାଇଁ ସଦାସର୍ବଦା ଚେଷ୍ଟା କରିଥାଏ ଅନୁଗୁଳର ଏହି ODM ଇଣ୍ଟରନ୍ୟାସନାଲ ସ୍କୁଲ। ସେହି ODM ଇଣ୍ଟରନ୍ୟାସନାଲ ସ୍କୁଲ ମହାସମାରୋହରେ ପାଳିତ କରିଛି ତାର ବାର୍ଷିକ ଉତ୍ସବ। ନୃତ୍ୟ ସଙ୍ଗୀତର ମହାମାହଲରେ ମନୋରଞ୍ଜନର ପସରା ଖୋଲି ଦେଇଛି ODM ଇଣ୍ଟରନ୍ୟାସନାଲ ସ୍କୁଲ। ସ୍ୱର ଝଙ୍କାରର ତାଳେ ତାଳେ ଛାତ୍ରଛାତ୍ରୀମାନେ ତାଙ୍କର ନୃତ୍ୟ କଳାକୁ ଖୁବ୍ ଆକର୍ଷଣୀୟ ଢଙ୍ଗରେ ପ୍ରଦର୍ଶିତ କରିଛନ୍ତି। ଖୁବ୍ ସୁନ୍ଦର ଭାବରେ ଆୟୋଜନ କରାଯାଇଥିବା ବାର୍ଷିକ ଉତ୍ସବରେ ଖୁବ୍ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ସମସ୍ତେ ଉତ୍ସାହର ସହିତ ସ୍କୁଲର ବାର୍ଷିକ ଉତ୍ସବକୁ ଉପଭୋଗ କରି ନିଜକୁ ଗର୍ବିତ ମନେ କରିଛନ୍ତି। ଏହି ବାର୍ଷିକ ଉତ୍ସବ ଖୁବ୍ ଜନଗହଳିପୂର୍ଣ୍ଣ ହୋଇ ଚଳଚଞ୍ଚଳ ପରିବେଶ ସୃଷ୍ଟି କରିଦେଇଥିଲା। ରଙ୍ଗୀନ ଆଲୁଅରେ ଝଲସି ଉଠିଥିଲା ରଙ୍ଗୀନ ରଙ୍ଗମଞ୍ଚ। ସେହି ଝିଲିମିଲି ଆଲୁଅର ରଙ୍ଗୀନ ଆଲୋକରେ ନୃତ୍ୟ କଳାର ଆସର ସମସ୍ତଙ୍କ ମନକୁ କିଣି ନେଇ ପାରିଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ନୃତ୍ୟ ପସରା ଖୋଲି ଏକ ମନୋରଞ୍ଜନ ପରିବେଶ ସୃଷ୍ଟି କରିଥିଲେ। ଗତ ଡିସେମ୍ବର 24 ତାରିଖରେ ଅନୁଗୁଳ ସହରର ସଭାଘର ଟାଉନ ହଲ୍ ଠାରେ ମହାସମାରୋହରେ ODM ଇଣ୍ଟରନ୍ୟାସନାଲ ସ୍କୁଲ ତାର ବାର୍ଷିକ ଉତ୍ସବକୁ ସମାପ୍ତି କରିଛି। 3 ଦିନ ଧରି ପାଳିତ ହୋଇଥିବା ଅନୁଷ୍ଠାନର ବାର୍ଷିକ ଉତ୍ସବରେ ମହାନ ବିଦ୍ୱାନ ଏବଂ ବିଶିଷ୍ଟ ବ୍ୟକ୍ତିଗଣ ଅତିଥି ଭାବେ ଆସି ବାର୍ଷିକ ଉତ୍ସବକୁ ସରସ ସୁନ୍ଦର କରିବାରେ ସହାୟକ ହୋଇଥିଲେ। ଶିକ୍ଷାର୍ଥୀମାନଙ୍କ ମନୋବଳ ସୁଦୃଢ଼ କରିବା ସହିତ ମାନସିକ ସ୍ତରରେ ବିକାଶ କରିବା ପାଇଁ ଏହି ବାର୍ଷିକ ଉତ୍ସବ ଖୁବ୍ ସହାୟକ ହୋଇପାରିବ। ଅନୁଷ୍ଠାନର ପରିଚାଳନା କମିଟି ଦ୍ୱାରା ଏହି ବାର୍ଷିକ ଉତ୍ସବ ଖୁବ୍ ଶୃଙ୍ଖଳାର ସହିତ ଶେଷ ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ଖୁବ୍ ଉତ୍ସାହିତ ଥିବାର ଦେଖିବାକୁ ମିଳିଥିଲା। ଏହି ବାର୍ଷିକ ଉତ୍ସବକୁ ଉପଭୋଗ କରିବା ପାଇଁ ସହରରୁ ଦର୍ଶକମାନଙ୍କ ଖୁବ୍ ଗହଳି ଲାଗି ରହିଥିବା ଦେଖିବାକୁ ମିଳିଥିଲା। ब्यूरो रिपोर्ट, एबी न्यूज।